हरे कृष्ण। आज्ञा श्रीमद्भागवत गीता चतुर्थ अध्याय ज्ञान विभाग जोग श्लोकांक 24 पढ़ा। ब्रह्मार्पणं ब्रह्मा बवि ब्रह्माग्नो ब्रह्मण उत्तम ब्रह्मो भूतेन कर्तव्यं ब्रह्म कर्म सन्नादिना। ଏହି ଶ୍ଲୋକରେ ଜ୍ଞାନଯୁକ୍ତ कर्म ବା ଯଜ୍ଞର ସର୍ବୋଚ୍ଚ ଅବସ୍ଥା ବର୍ଣ୍ଣନା କରାଯାଇଛି, ଯେଉଁଠି ସବୁକିଛି ବ୍ରହ୍ମମୟ ଦୃଷ୍ଟିଗୋଚର ହୁଏ। ଅର୍ପଣ କରିବାର କ୍ରିୟା ବା ସାଧନ ବ୍ରହ୍ମ ଅର୍ପଣ କରାଯାଉଥିବା ହବି ଏବଂ ଯେଉଁ ଅଗ୍ନିରେ ଆହୁତି ଦିଆଯାଉଛି ସେହି ବ୍ରହ୍ମରୂପକ ଅଗ୍ନି, ଆହୁତି ଦେଉଥିବା କର୍ତ୍ତା ମଧ୍ୟ ବ୍ରହ୍ମ ଏବଂ ଆହୁତି ଦେବାର କ୍ରିୟା ମଧ୍ୟ ବ୍ରହ୍ମ। ଯେଉଁ ବ୍ୟକ୍ତି କର୍ମରେ ଏହିପରି ବ୍ରହ୍ମ ଭାବନାରେ ସମାହିତ, ତାହା ଦ୍ୱାରା ପ୍ରାପ୍ତ କରାଯିବାକୁ ଥିବା ଲକ୍ଷ୍ୟ ବା ଫଳ ମଧ୍ୟ ବ୍ରହ୍ମ ହିଁ ଅଟେ। ଏହା ହେଉଛି ଜ୍ଞାନୀର ଦୃଷ୍ଟି, ଯିଏ ସମସ୍ତ କର୍ମ ଓ ତାର ଉପାଦାନକୁ ପରମ ସତ୍ୟ ବ୍ରହ୍ମଙ୍କର ହିଁ ଅଭିବ୍ୟକ୍ତି ରୂପେ ଦେଖେ। ଏହି ଭାବନାରେ କରାଯାଉଥିବା କର୍ମ ଯଜ୍ଞ ସ୍ୱରୂପ ଏବଂ ତାହା ସ୍ୱତଃ ବ୍ରହ୍ମ ପ୍ରାପ୍ତି କରାଯାଏ।